ରାୟଗଡ଼ା ବାହୁଡ଼ା ରଥଯାତ୍ରା ଦିନ ଡ୍ୟୁଟିରେ ଯାଉଥିବା ଏକ ମହିଳା କନେଷ୍ଟବଳ ସହ ବିପରୀତ ଦିଗରୁ ବାଇକ୍ ସହ ପ୍ରଥମେ ଧକ୍କା ହୋଇଥିଲା। ତାପରେ ଟ୍ରେଲର ଟ୍ରକ୍ ପଛପଟରୁ ଧକ୍କା ଦେଇଥିବା ସୂଚନା ମିଳିଛି। ଝିଅଟି ଜୀବନ ହରାଇଛନ୍ତି। ଏହି ଦୁଃଖଦ ଘଟଣା ଘଟିଛି ଚାନ୍ଦିଲି ଥାନା ଅନ୍ତର୍ଗତ ଗୁନାଖାଲ ଛକ ନିକଟରେ, ଯେଉଁଠି ଟ୍ରେଲର ଟ୍ରକ୍ ପଛପଟୁ ଏକ ସ୍କୁଟିକୁ ଧକ୍କା ଦେଇଥିବାରୁ ଏହି ଦୁର୍ଘଟଣା ଘଟିଥିଲା। ମୃତକ ଜଣକ ହେଲେ ଖେଦାପଡ଼ା ପଞ୍ଚାୟତର ବାସିନ୍ଦା ବୃନ୍ଦା ଗାଣ୍ଟାଙ୍କ ଝିଅ, ବର୍ତ୍ତମାନ କାର୍ଯ୍ୟରତ ପୋଲିସ କନେଷ୍ଟବଳ ଲାବଣ୍ୟା ଗାଣ୍ଟା, ବୟସ 25। ବାହୁଡ଼ା ରଥଯାତ୍ରା ଡ୍ୟୁଟି ପାଇଁ ରାୟଗଡ଼ା ଶ୍ରଦ୍ଧାଶ୍ରୀ କ୍ଷେତ୍ରକୁ ଯାଉଥିଲେ। ଏହି ସମୟ ବେଳେ ଗୁନାଖାଲ ପିଣ୍ଡପଦର ଛକ ନିକଟରେ ଟ୍ରେଲର ଧକ୍କାରେ ସେ ଟ୍ରେଲର ତଳେ ଚାପି ପଡ଼ି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଘଟଣାରେ ଆଉ 2 ବାଇକ୍ ଚାଳକ ଓ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନେ ବିଷମକଟକ ବ୍ଲକ ବେତିଆପଡ଼ା ପଞ୍ଚାୟତର କାନ୍ତାରାଓ କାଡ୍ରାକା ବୟସ 40 ଓ ସୁବାରାଓ କାଡ୍ରାକା ବୟସ 40। 2 ଜଣଙ୍କୁ ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଚାନ୍ଦିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରେଲର ଟ୍ରକ୍କୁ ଜବତ କରି ଡ୍ରାଇଭରକୁ ଗିରଫ କରିଛନ୍ତି। ବାଇକ୍ରେ ଆସୁଥିବା 2 ଜଣ ଜଣାଇଛନ୍ତି ଯେ ସେମାନେ ଜେକେପୁର ଗାଁକୁ ଫେରୁଥିଲେ। ପୋଲିସ ଶବକୁ ଉଦ୍ଧାର କରି ଦମକଳ ବାହିନୀ ଦ୍ୱାରା ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ରାୟଗଡ଼ା ଜିଲ୍ଲା ପ୍ରତିନିଧି ସତ୍ୟନାରାୟଣ ଦଳାଇଙ୍କ ରିପୋର୍ଟ, G9 ଓଡ଼ିଆ।